ମୋ ନାଁ ସୁକାନ୍ତ ବାଗ ଆଉ ଏଇ ମୁକ୍ତି ମୋର୍ଚ୍ଚା ଖ୍ରୀଷ୍ଟିଆନ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ଆଉ ବାସ୍ତବରେ ଏଇ ଆମର ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଆଜିର ଦିନରେ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଯେଉଁ ଅନ୍ୟାୟ ଅତ୍ୟାଚାର ହେଉଛି ଆପଣମାନେ ଦେଖୁଛନ୍। ଗୋଟେ ଜାଗାରେ ଯଦି ଛୋଟ ଛୋଟ ପ୍ରାର୍ଥନା କରୁଛୁ ଆମର ଘରେ ଯଦି ଆମେ କେନ୍ସି ଜନ୍ମଦିନ ବି ମାନୁଛୁ আর ସେ ଜାଗାରେ ଯଦି ପ୍ରାର୍ଥନା ହେଉଛି ବେଲେ ବି ସେନ କେତେ ଜଣ ଦୁର୍ବୃତ୍ତ ପହଞ୍ଚିକରି ସେମାନଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛନ୍, ଧର୍ମାନ୍ତୀକରଣ କରୁଛନ୍ ବୋଲି କହୁଛନ୍। ସେତାର ଯଦି ପ୍ରମାଣ ରଖିଛନ୍ ସେମାନେ ପ୍ରଶାସନିକ ଭାବରେ ଆମର ପ୍ରତି ଲଢ଼େଇ କରିପାରତେ। କିନ୍ତୁ ଦୁଃଖର କଥା ଏଇଟା ଯେ ଆମର ଯେନ୍ ରାଇଟ୍ ଟୁ ଫ୍ରିଡମ୍ ଅଛେ ଆମେ ଯେନ୍ ମାନେ ଏଇ ଦେଶରେ ସାମ୍ବିଧାନିକ ଅଧିକାର ପାଇଛୁ ଯେ ଆମର ଅଧିକାର ହେଉଛି ଯେ ଆମେ ସ୍ୱତନ୍ତ୍ର ଭାବରେ ଆମର ଧର୍ମକେ ଆମେ ପ୍ରାକ୍ଟିସ୍ କରିପାରମୁ। আর ସେଥିଲାଗି ଆମର ଯେନ୍ ସ୍ୱାଧୀନତା ଆମକୁ ଦେଇଛନ୍ ଆମର ଦେଶ ଯେନ୍ ସମ୍ବିଧାନ ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଯେନ୍ ସମ୍ବିଧାନ ଆମେ ପାଇଛୁ ସେଥିଲାଗି ଆମେ ଗର୍ବିତ। କିନ୍ତୁ ଦୁଃଖର ବିଷୟ ଯେ ଇ ସମ୍ବିଧାନକୁ ଉଲ୍ଲଂଘନ କରିକିରି ଆମର ଏଇ ଯେଉଁ ଆମେ ଅଳ୍ପ বা ମାଇନରିଟି ଭାବରେ ଯେନ୍ମାନେ ଅଛୁ ସେମାନଙ୍କ ପ୍ରତି ଯେନ୍ ଅତ୍ୟାଚାର ଅନ୍ୟାୟ ହେଇଛେ ସେଥିଲାଗି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ଖ୍ରୀଷ୍ଟିଆନ ମୁକ୍ତି ମୋର୍ଚ୍ଚାର ପ୍ରୟାସରେ ଆମେ ପ୍ରତ୍ୟେକ ଜିଲ୍ଲାରେ ଏହାର ଦାବିପତ୍ର ଆମମାନଙ୍କର କଲେକ୍ଟରଙ୍କ ଦ୍ୱାରା ଆମମାନଙ୍କର ମହାମାନ୍ୟ ରାଷ୍ଟ୍ରପତିଙ୍କୁ ଦେବାର୍ ଲାଗି ଆଜି ଇନ ଏକତ୍ରୀକରଣ ହେଇଛୁ। ବଡ଼ ବିଷୟ ହେଉଛେ ଯେ ଇ ଅତ୍ୟାଚାର ବନ୍ଦ ହଉ। ଆମେ କୌଣସି ଲୋକକେ ଧର୍ମାନ୍ତୀକରଣ କରୁନାହୁଁ। ଦ୍ୱିତୀୟ କଥା ହେଉଛି ଆମର ଖ୍ରୀଷ୍ଟିଆନ ଲୋକମାନଙ୍କୁ ଯେଉଁ ମୂଳବାସୀ ଆମେ ବାହାରୁ ନେ ଆସି ଆମେ କୌଣସି ପ୍ରକାର ଏଇଠିକାର ମୂଳବାସୀ ଆମେ ଏଇ ଦେଶର ଆମେ ଅନ୍ୟ ଦେଶର ଲୋକ ନେଇ ସେ ତ ଆମର ଏଇ ଲୋକମାନଙ୍କୁ ଅତ୍ୟାଚାର ନ ହଉ ସେଥିପାଇଁ ଆମେ ଆଜିର ଏଇ ଗଣଧାରଣା ଦେଉଛୁ ଯେ ଆମେ ଜଣାଉଛୁ ଯେ ଆମର ସମ୍ବିଧାନ ଆମକୁ ନ୍ୟାୟ ଦେବା ଆଉ ଯଦି ନ୍ୟାୟ ନ ଦେବା ଇତାର ଲାଗି ଆଗାମୀ ଦିନରେ ବହୁତ ବଡ଼ ଆନ୍ଦୋଳନ ଲାଗି ବି ଆମେ ଭାରତୀୟ ମୁକ୍ତି ମୋର୍ଚ୍ଚା ତିଆର ଅଛୁ।